ତ ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଗୋଟେ ନୂଆ ଭିଡ଼ିଓକୁ। ତ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ କି ବର୍ତ୍ତମାନ ସାରା ରାଜ୍ୟରେ ଖରିଫ ଧାନ ସଂଗ୍ରହକୁ ନେଇ ଚାଷୀମାନଙ୍କର ଯେଉଁ ଅସନ୍ତୋଷ ପାଇଛି, କାରଣ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ଧାନ ମଣ୍ଡିର ପଞ୍ଜୀକରଣ ହେବା କଥା ତାହା ଏତେ ପର୍ଯ୍ୟନ୍ତ ହେଇନାହିଁ। ତ ଧାନ ମଣ୍ଡିରୁ ଧାନ ଉଠିବା ପର୍ଯ୍ୟନ୍ତ ଯାହାକି ବହୁତ ସାରା ସମସ୍ୟା ଲାଗି ରହିଛି। ତ ରାଜ୍ୟ ସରକାରଙ୍କ ଯେଉଁ ନୂଆ ନିୟମ ଆସିଥିଲା କି ଖରିଫ ଋତୁ ପାଇଁ ଯେଉଁମାନେ ଧାନ ମଣ୍ଡିରେ ଧାନ ପଞ୍ଜୀକରଣ କରିଥିଲେ, ତ ସେମାନଙ୍କର ନୂଆ ନିୟମକୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଯାହାକି ବହୁତ ଚାଷୀ ଏମିତିକି ରହିଯାଇଥିଲେ କି ତାଙ୍କର ରେଜିଷ୍ଟ୍ରେସନ ନମ୍ବର ହେଇନଥିଲା କି ସେମାନେ ରେଜିଷ୍ଟ୍ରେସନ କରିପାରିନଥିଲେ। ତ ବର୍ତ୍ତମାନ ଆପଣ ଜାଣିଥିବେ କି ବର୍ତ୍ତମାନ ଧାନ ଆସିବା ଟାଇମ୍ ହେଲେ ବହୁତ ସାରାଙ୍କର ଚାଷୀ ଭାଇମାନଙ୍କର ଅଭିଯୋଗ ଥାଏ କି ଆମେ ଟୋକନ କେମିତି ପାଇବା ଏବଂ କେମିତି ଟୋକନ ଆସିଲେ ଆମେ ଧାନ ଠିକ୍ ଭାବେ ଦେଇପାରିବା। ତ ଆପଣ ବହୁତ ଇମ୍ପୋର୍ଟାଣ୍ଟ କଥା କି ବର୍ତ୍ତମାନ ରାଜ୍ୟରେ 5ଟି ଜିଲ୍ଲାରେ ମଣ୍ଡି ଅଲରେଡ଼ି ଖୋଲିଯାଇଛି। ତ ବର୍ତ୍ତମାନ ଟୋକନକୁ ନେଇ ଚାଷୀ ଭାଇମାନେ ବହୁତ ପ୍ରକାରଙ୍କର ଅସନ୍ତୋଷ ମଧ୍ୟ ପାଉଛି। ତ ସରକାରଙ୍କ ତରଫରୁ ସଠିକ୍ ଭାବରେ ଟୋକନ ପ୍ରଦାନ କରାଯାଇପାରୁନାହିଁ। ଇମ୍ପୋର୍ଟାଣ୍ଟ କଥା ହେଲା କି ସରକାରଙ୍କ ତରଫରୁ ଯେଉଁ 800 ଟଙ୍କା ସବସିଡି ମିଳିବାର ଥିଲା, ତ ସେଟା କିନ୍ତୁ ଏବେ 69 ଟଙ୍କାରେ ବୃଦ୍ଧି ପାଇଛି। ମାନେ ଟୋଟାଲି ଆପଣମାନଙ୍କର 869 ଟଙ୍କା ବୃଦ୍ଧି ହେବା ଦରକାର, କିନ୍ତୁ ସରକାର ସମାନ 31 ଟଙ୍କା ଧାନ ପ୍ରଦାନ କରୁଛନ୍ତି। ତେଣୁ ବର୍ତ୍ତମାନ ମୁଖ୍ୟ ସମସ୍ୟା କି ଧାନ ଦେବା ପାଇଁ ଟୋକନ କେବେ ଆସିବ ଏବଂ ସେ ବିଷୟରେ ଆପଣ ଜାଣିବା ପାଇଁ ହେଲେ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରି ଭିଡ଼ିଓରେ କମେଣ୍ଟ ମଧ୍ୟ କହିବେ କି ଆପଣଙ୍କୁ ଭିଡ଼ିଓ କେମିତି ଲାଗିଲା। ତ ଚାଲନ୍ତୁ ସେହି ବିଷୟରେ ଜାଣିବା ଏବଂ କିଛି ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ମୁଁ ଆପଣଙ୍କୁ ଦେବି କି ଯେଉଁମାନଙ୍କର ଟୋକନ ଆସିନାହିଁ ସେମାନେ କେମିତି ଭାବେ ଟୋକନ ପାଇବେ। ବର୍ତ୍ତମାନ ତ 5ଟି ଜିଲ୍ଲାରେ ଅଲରେଡ଼ି ଧାନ ମଣ୍ଡି ଖୋଲିଯାଇଛି। ତ କିଛି ଜିଲ୍ଲାରେ ମଧ୍ୟ ଧାନ ମଣ୍ଡି ଦିଆଗଲାଣି। ତ ଚାଲନ୍ତୁ କେଉଁ ଭଳି ଭାବରେ ଆପଣ ଟୋକନ ଚେକ୍ କରିପାରିବେ ଏବଂ କେଉଁମାନଙ୍କ ଆପଣଙ୍କର ଧାନ ମଣ୍ଡି ଆସିନାହିଁ ଏବଂ କେଉଁମାନଙ୍କର ଟୋକନ ଆସିନାହିଁ, ତ ସେହି ବିଷୟରେ ଆପଣଙ୍କୁ ମୁଁ କହିବି। କିନ୍ତୁ ଆପଣ ମନେ ରଖିବା ଦରକାର କି ଆପଣଙ୍କ ଟୋକନ ପାଇବାକୁ ହେଲେ ଆପଣମାନେ ପ୍ରଥମେ ଫାର୍ମର ଆଇଡି ଆପଣଙ୍କର ଥିବା ଦରକାର। ତ ଫାର୍ମର ଆଇଡି ଆପଣମାନେ କେମିତି ଖୋଲିବେ ନା ଆପଣଙ୍କ ନିକଟସ୍ଥ ସୋସାଇଟିରେ ଯାଇକି ଆପଣମାନଙ୍କର ଫାର୍ମର ଆଇଡି ଆପଣ ଖୋଲିପାରିବେ। ତ ଯେଉଁଥିରେ କି ଆପଣଙ୍କର ସେଥିରେ ଧାନ ଅନଲାଇନ୍ ସହିତ ଧାନ ଟୋକନ ମଧ୍ୟ ଆପଣଙ୍କର ଆସିପାରିବ। ତ ଚାଲନ୍ତୁ ଆପଣମାନେ କେମିତି ଧାନ ଟୋକନ ଚେକ୍ କରିବେ ଏବଂ କେମିତି ଧାନ ଟୋକନ ଆସିଛି ନା ଆପଣମାନେ ଜାଣିବେ। ତ ଚାଲନ୍ତୁ ସେହି ବିଷୟରେ ମୁଁ ଆପଣଙ୍କୁ କହୁଛି। ଆପଣମାନେ ଦେଖିପାରୁଥିବେ କି ଆପଣଙ୍କର ଏଠି ଗୋଟେ ସିଷ୍ଟମ୍ ଅଛି। ଆପଣ ପ୍ରଥମେ ମାଉସକୁ ଲକ୍ଷ୍ୟ କରନ୍ତୁ କେଉଁ ଭଳି ଭାବରେ ମୁଁ କ୍ଲିକ୍ କରୁଛି ଏବଂ କେଉଁ ଜାଗାରେ କ୍ଲିକ୍ କରିଥିଲି। କ୍ଲିକ୍ କରିସାରିଲା ପରେ ଆପଣମାନେ ଜାଣିପାରିବେ ଯେ କି ଏଇ ଜାଗାରେ ଆମେ ଗଲେ ଆପଣମାନଙ୍କର ଟୋକନ ପାଇପାରିବେ। ତ ଆପଣ ଦେଖିପାରୁଥିବେ କି ଏଠି ଲେଖା ଅଛି ଅନଲାଇନ୍ ସର୍ଭିସେସ୍। ଅନଲାଇନ୍ ସର୍ଭିସ୍ ପରେ ଲେଖା ଅଛି ଦେଖନ୍ତୁ ଟ୍ରାନ୍ସପାରେନ୍ସି ପୋର୍ଟାଲ। ତ ଏଇଠି ଆପଣମାନେ କ୍ଲିକ୍ କରିବେ। ଏଇଠି ଆପଣ କ୍ଲିକ୍ କରିସାରିଲା ପରେ ଆପଣ ଦେଖିପାରୁଥିବେ କି ବହୁତ ସାରା ଜିନିଷ ଏଠି ଆସୁଛି। PDS, ପ୍ରୋକ୍ୟୁରମେଣ୍ଟ, ସିଟିଜେନ୍ ସର୍ଭିସ୍, ଏମିତି ବହୁତ ସାରା ଆସୁଛି। ତ ଆପଣ ଦେଖିପାରୁଥିବେ କି ଏଇଠି ଲେଖା ହେଇଛି ଆପଣଙ୍କର ନାଓ ଫାର୍ମର ରେଜିଷ୍ଟ୍ରେସନ ଷ୍ଟାଟସ୍। ତ ନାଓ ରେଜିଷ୍ଟ୍ରେସନ ଫାର୍ମର ଷ୍ଟାଟସ୍ରେ ଆପଣ କ୍ଲିକ୍ କରିସାରିଲା ପରେ ଆପଣ ଦେଖିପାରିବେ କି ଏଇଭଳି ଭାବରେ କିଛି ଗୋଟେ ସିଷ୍ଟମ୍ ଆସୁଛି କି ଯାହାକି କିଛି ଜଣାପଡ଼ୁନାହିଁ। କିନ୍ତୁ କେଉଁ କାରଣରୁ ଏ ଆଇଡ଼ିଟା ବନ୍ଦ କରାଯାଇଛି ତ ସେଟା ମଧ୍ୟ କାହିଁକି ଜଣା ନାହିଁ। କିନ୍ତୁ ଦୁଃଖର କଥା କି ଆପଣମାନେ ଏଇ ଜିନିଷରେ ଆପଣମାନେ କିଛି ବି ଜାଣିପାରିବେ ନାହିଁ। ତେଣୁ ମୁଁ ଆପଣମାନଙ୍କୁ କହୁଥିଲି କି ଆପଣଙ୍କ ଟୋକନ ଆପଣମାନଙ୍କର ଫାର୍ମର ଆଇଡି ଆପଣ କେମିତି କ'ଣ ପାଇବେ। ତ ଆପଣ ଦେଖିପାରୁଥିବେ କି ଏଇ ଯେ ଆପଣଙ୍କର ଗୋଟେ ଟୋଲ୍ ଫ୍ରି ନମ୍ବର ଅଛି ଯେଉଁଟାକି 1967 ଦେୟମୁକ୍ତ ଟୋଲ୍ ଫ୍ରି ନମ୍ବର ଲେଖାଯାଇଛି। ତ ଏଇ 1967ରେ ଆପଣମାନେ ଫୋନ୍ କରିକି ଆପଣମାନଙ୍କର ଟୋକନ କେବେ ଅଛି କେବେ ନାହିଁ ଆପଣ ଜାଣିପାରିବେ।
ଆଉ ଏଇ 1967 କଲ୍ରେ ବହୁତ ସାରା ପ୍ରୋବ୍ଲେମ୍ ହେଉଛି, ସେଥିପାଇଁ ବହୁତ ସାରା ଅସୁବିଧା ମଧ୍ୟ ସମ୍ମୁଖୀନ ହେବା ପାଇଁ ପଡ଼ିବ। ତ ଚେଷ୍ଟା କରେ କି ଆପଣଙ୍କ ନମ୍ବର ଯେମିତି ଲାଗିଯିବ ଠିକ୍ ହିସାବରେ ଏବଂ ଆପଣ ଟୋକନ୍ ମଧ୍ୟ ପାଇପାରିବେ। ଯଦି ଆପଣମାନେ ଏଇ ନମ୍ବରରେ ଫୋନ୍ କରିସାରିଲା ପରେ ଆପଣଙ୍କ ଟୋକନ୍ ନମ୍ବର ଜାଣିପାରୁନାହାନ୍ତି, ତାହେଲେ ଆପଣଙ୍କ ନିକଟସ୍ଥ ସୋସାଇଟିରେ ଆପଣମାନେ ଯାଇକି ଆପଣଙ୍କର ଟୋକନ୍ଟି ପାଇପାରିବେ। କିନ୍ତୁ ଆପଣଙ୍କୁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କଥା ମୁଁ ଆପଣଙ୍କୁ କହୁଛି କି ଯଦି ବି କୌଣସି ଜାଗାରେ ଟୋକନ୍ ଆପଣଙ୍କର ମଧ୍ୟ ଆସିନାହିଁ, ତ ବିଶେଷ କରି ପ୍ରତ୍ୟେକ ଦିନ ଶନିବାର, ପ୍ରତି ସପ୍ତାହରେ ଶନିବାର ଯିଏ ଅଛି, ତ ଶନିବାର ଦିନ ଯେ ଆପଣମାନେ ଯାଇକି ଆପଣମାନଙ୍କର ସୋସାଇଟିରେ ଟୋକନ୍ ଦେଖିପାରିବେ। କାହିଁକିନା ଏବେ ନିୟମ ଆସିଛି କି ବର୍ତ୍ତମାନ ପ୍ରତ୍ୟେକ ସପ୍ତାହରେ ଶନିବାର ଦିନ ଟୋକନ୍ ପ୍ରାୟ ଆସୁଛି। ତ ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ତ ଯେହେତୁ ମୋର ଏଇଟା ଫାଷ୍ଟ ଭିଡ଼ିଓ ଇନଫର୍ମେସନ୍ରେ, ତ ଯଦି ଭିଡ଼ିଓ ଭଲ ଲାଗିଥିବ ତ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି।